ପବିତ୍ର ପଣ୍ଡୁ ପୂର୍ଣ୍ଣିମା, ଯାହାକି ଡିସେମ୍ବର 4 ତାରିଖ ଗୁରୁବାର ଦିନ ଏହି ପଣ୍ଡୁ ପୂର୍ଣ୍ଣିମା ପଡ଼ୁଅଛି ଏବଂ ଏହି ଦିନ ମାର୍ଗଶିର ଗୁରୁବାରର ଶେଷ ପାଳି ମଧ୍ୟ ପଡ଼ୁଅଛି। ତେବେ ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ଆପଣମାନେ ଏହି ଗୋଟିଏ ଜାଗାରେ ଜାଳି ଦିଅନ୍ତୁ ଏହି ଗୋଟିଏ ଦୀପ ଏବଂ ମାର୍ଗଶିରର ଗୁରୁବାର ହେଉଥିବାରୁ ଏହି ଦିନ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ। ଆପଣମାନଙ୍କର ମଙ୍ଗଳ ହେବା ସହିତ ଆପଣମାନଙ୍କର ପିଲାମାନଙ୍କର ମଧ୍ୟ ମଙ୍ଗଳ ହେବ। ଆପଣଙ୍କର ଜୀବନରେ ଚାଲିଥିବା ସମସ୍ତ କଷ୍ଟରୁ ମୁକ୍ତି ମିଳିବ ଏବଂ ପୁରା ବର୍ଷ କେବେ ବି ଧନ ଅର୍ଣ୍ଣର ଅଭାବ ହେବ ନାହିଁ। ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ଯମଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଇଥାଏ। ସେଥିପାଇଁ ଏହି ଦିନକୁ ଯମ ଦ୍ୱିତୀୟା ବୋଲି କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ଆପଣଙ୍କୁ କେଉଁ ସ୍ଥାନରେ ଦୀପଟିଏ ଜାଳିବାର ଅଛି, ତୁଳସୀ ଗଛରେ କେଉଁ ଜିନିଷ ବାନ୍ଧିବାର ଅଛି। ଏହା ପୂର୍ବରୁ ଯଦି ଆପଣମାନେ ବି ମା ଲକ୍ଷ୍ମୀଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ସର୍ବପ୍ରଥମେ ଜାଣିବା ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ଆପଣଙ୍କୁ କେଉଁ ସ୍ଥାନରେ ଦୀପ ଜାଳିବା ଦ୍ୱାରା ଆପଣମାନଙ୍କର ପିଲାମାନଙ୍କର ମଙ୍ଗଳ ହୋଇଥାଏ, ଆପଣଙ୍କର ସମସ୍ତ ସମସ୍ୟାର ଅନ୍ତ ହୋଇଥାଏ। ଦେଖନ୍ତୁ, ନିଜର ସନ୍ତାନମାନଙ୍କର ମଙ୍ଗଳ ପାଇଁ ବାପା ମା ମାନେ ଅନେକ ସମୟରେ ପୂଜା ପାଠ କରିଥାନ୍ତି ଏବଂ ଯେଉଁ ପୂଜାର କିଛି ଫଳ ମିଳିଥାଏ ଏବଂ କିଛି ଫଳ ମଧ୍ୟ ମିଳିନଥାଏ, କିନ୍ତୁ ବିଧିପୂର୍ବକ ବିଚାର ଫଳ ନିହାତି ଭାବରେ ମିଳିଥାଏ। ତ ଆଜି ମୁଁ ଆପଣମାନଙ୍କୁ କହିବି ସେହି ପଣ୍ଡୁ ପୂର୍ଣ୍ଣିମା ଦିନ ଆପଣମାନଙ୍କୁ କହିବୁ ଆପଣମାନଙ୍କର ସନ୍ତାନମାନଙ୍କର ମଙ୍ଗଳ ପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ। ଯେଉଁମାନେ ନିଜର ପିଲାମାନଙ୍କର ମଙ୍ଗଳ ଚାହୁଁଛନ୍ତି, ଆପଣମାନେ ସନ୍ଧ୍ୟା ସମୟରେ ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଗୋଟିଏ ଘିଅର ଦୀପ ଆପଣ ଯମଙ୍କ ଉଦ୍ଦେଶ୍ୟରେ ଜଳାନ୍ତୁ। ଏହି ଘିଅର ଦୀପକୁ ଆପଣ ଯମଙ୍କ ଉଦ୍ଦେଶ୍ୟରେ ତୁଳସୀ ବୃକ୍ଷ ମୂଳରେ ଜଳାନ୍ତୁ। ଆପଣ ପ୍ରଥମେ ସେହି ସ୍ଥାନକୁ ଗୋବରରେ ଲିପି କିଛି ଅକ୍ଷତ ଧୋଇ ସନ୍ଧ୍ୟା ସମୟରେ ଗୋଟିଏ ଘିଅର ଦୀପ ଜଳାନ୍ତୁ। ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ଆପଣମାନେ ଯମଙ୍କ ଉଦ୍ଦେଶ୍ୟରେ ବ୍ରତ ମଧ୍ୟ ରଖିପାରିବେ। ବ୍ରତ ରଖି ସନ୍ଧ୍ୟା ସମୟରେ ତୁଳସୀ ବୃକ୍ଷ ମୂଳରେ ଘିଅର ଦୀପଟିଏ ଜଳାଇ ଯମଙ୍କ ପାଖରେ ପ୍ରାର୍ଥନା କରିପାରିବେ। ଆପଣମାନଙ୍କର ପିଲାମାନଙ୍କର ଦୀର୍ଘାୟୁ କାମନା କରିପାରିବେ। ମନେ ରଖିଥାନ୍ତୁ, ଏହି ଦୀପର ମୁଖକୁ ଆପଣ ଯେପରି ଦକ୍ଷିଣ ଦିଗ ଆଡ଼କୁ କରିବେ, କାହିଁକି ନା ଦକ୍ଷିଣ ଦିଗ ଯମଙ୍କର ଦିଗ ହୋଇଥାଏ। ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରେ ପଣ୍ଡୁ ନୃସିଂହଙ୍କର ପୂଜା କରାଯାଇଥାଏ, ଯାହାକି ଅଷ୍ଟଭୁଜା ନୃସିଂହଙ୍କର ପୂଜା କରାଯାଇଥାଏ। ତ ସେହିଦିନ ଆପଣ ସକାଳୁ ସ୍ନାନ ସାରି ଯଦି ଘରେ ପ୍ରଭୁ ନୃସିଂହଙ୍କର ଠାକୁର ଅଛି, ଆପଣ ତାଙ୍କର ପୂଜା କରିପାରିବେ। ଆପଣ ଆପଣଙ୍କର ପିଲାମାନଙ୍କ ସହିତ ମିଶିକି ପ୍ରଭୁ ନୃସିଂହଙ୍କର ପୂଜା କରିପାରିବେ। ଦେଖିବେ ଆପଣଙ୍କର ପରିବାରର ମଙ୍ଗଳ ହେବା ସହିତ ଆପଣମାନଙ୍କର ପିଲାମାନଙ୍କର ମଧ୍ୟ ମଙ୍ଗଳ ହେବ। ଏବଂ ଆଉ ଗୋଟିଏ କଥା, ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ମାର୍ଗଶିର ଗୁରୁବାରର ଶେଷ ପାଳି ମଧ୍ୟ ପଡ଼ୁଅଛି ଏବଂ ବୃନ୍ଦାବତୀଙ୍କୁ ସ୍ୱୟଂ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଇଥାଏ ଏବଂ ପୂର୍ଣ୍ଣିମା ତିଥି ଲକ୍ଷ୍ମୀଙ୍କର ଦିନ ମଧ୍ୟ ହୋଇଥାଏ ଏବଂ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀ ଧରିତ୍ରୀକୁ ଆସିଥାନ୍ତି ଏବଂ ନିଜର ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ହିନ୍ଦୁ ଧର୍ମରେ ପଣ୍ଡୁ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଥାଏ। ତେବେ ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ବା ମାର୍ଗଶିରର ଗୁରୁବାରର ଶେଷ ପାଳି ଦିନ ଆପଣମାନେ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବା ସହିତ ଆପଣଙ୍କର ଜୀବନରେ କେବେ ବି ଧନ ଅର୍ଣ୍ଣର କମି ହେବ ନାହିଁ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି କରିବା ପାଇଁ ମାର୍ଗଶିର ଗୁରୁବାର ହେଉଛି ସବୁଠାରୁ ଶ୍ରେଷ୍ଠ ଦିନ। ବନ୍ଧୁମାନେ, ତୁଳସୀ ତ ସମସ୍ତେ ଲଗେଇଥାନ୍ତି, କିନ୍ତୁ ଏହି କଥା ବହୁତ କମ୍ ଲୋକ ଜାଣନ୍ତି। ତୁଳସୀ ଗଛ ତଳେ ବାନ୍ଧିଦେବା ଦ୍ୱାରା ଏହି ଗୋଟିଏ ଜିନିଷ ମା ଲକ୍ଷ୍ମୀ ମା ତୁଳସୀଙ୍କ ଠାରୁ ସର୍ବଦା ଆଶୀର୍ବାଦ ମିଳିଥାଏ। ତା ସହିତ ମା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇଥାନ୍ତି, ଘରକୁ କଷ୍ଟ ଆସିନଥାଏ। ବନ୍ଧୁମାନେ, ତୁଳସୀ ଗଛ ଯଦି ଆପଣଙ୍କର ଘରେ ଲାଗିଛି, ଏହା ଆପଣଙ୍କ ପରିବାର ପାଇଁ ବହୁତ ଲାଭକାରୀ ଅଟେ। ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କର ନିବାସ ମାନାଯାଏ। ନିୟମିତ ଭାବେ ତୁଳସୀ ଗଛର ପୂଜା କରିଲେ ଲାଭ ଅବଶ୍ୟ ମିଳିଥାଏ। ବେଦ ପୁରାଣରେ ଏହା ବିଷୟରେ ବିସ୍ତାରରେ କୁହାଯାଇଅଛି, କିନ୍ତୁ ଏହା ସହିତ ତୁଳସୀ ଗଛ ତଳେ ଏହି ମାର୍ଗଶିର ଗୁରୁବାର ଦିନ ଏହି ଜିନିଷ ବାନ୍ଧିଲେ ଆଉ ଏହି ଉପାୟ କରିଲେ ମା ତୁଳସୀଙ୍କର ଆଶୀର୍ବାଦ ମିଳିଥାଏ। ଆପଣଙ୍କୁ ସବୁ ଖୁସି ମିଳିଥାଏ। ବନ୍ଧୁମାନେ, କେବଳ ଭାରତରେ ନୁହେଁ, ଦୁନିଆର ଅନେକ ସ୍ଥାନରେ ତୁଳସୀକୁ ପବିତ୍ର ଦୃଷ୍ଟିରେ ଦେଖାଯାଇଥାଏ। ଅନେକ ଔଷଧୀୟ ଗୁଣରେ ଭରି ରହିଥାଏ। ତୁଳସୀ ଅନେକ ଧାର୍ମିକ ଅନୁଷ୍ଠାନର ଏବଂ ତାନ୍ତ୍ରିକ ପ୍ରୟୋଗର ଏହାର ଉପଯୋଗ କରାଯାଇଥାଏ। ପୁରାଣରେ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ହେବାର
ଗୌରବ ମିଳିଅଛି। ଏହି କାରଣରୁ ତୁଳସୀ ଜଗତ୍ ଜନନୀ ଅଟନ୍ତି। ତୁଳସୀକୁ ଅମୃତର ପ୍ରତିରୂପ ମଧ୍ୟ କୁହାଯାଇଥାଏ। ଯେଉଁଠାରେ ତୁଳସୀ ଗଛ ଲାଗିଥାଏ ସେଠି ବ୍ରହ୍ମା, ବିଷ୍ଣୁ ଏବଂ ଶଙ୍କର ଏହି ତ୍ରିଦେବଙ୍କର ବାସ ହୋଇଥାଏ। ତୁଳସୀ ପୂଜା କରିବା ଦ୍ୱାରା ମହାପାପକ ନଷ୍ଟ ହୋଇଯାଇଥାଏ। ଯେମିତି ସୂର୍ଯ୍ୟ ଉଦୟ ପରେ ଅନ୍ଧକାର ନଷ୍ଟ ହୋଇଯାଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ହରାଭରା ହୋଇ ରହିଥାଏ ସେହି ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବନି ରହିଥାଏ। ଭଗବାନ ବିଷ୍ଣୁଙ୍କର ପୂଜା ଏବଂ ପ୍ରସାଦରେ ତୁଳସୀ ପତ୍ର ରହିବା ଜରୁରୀ ଅଟେ, କାରଣ ଏହାର ବିନା ପୂଜା ଅସମ୍ପୂର୍ଣ୍ଣ ଅଟେ। ଏହି କାରଣରୁ ସବୁ ହିନ୍ଦୁ ଘରେ ତୁଳସୀ ଗଛ ରହିବା ଜରୁରୀ ଅଟେ। ଘରେ ସୁଖ ଶାନ୍ତି ବନି ରହିବା ପାଇଁ ମା ତୁଳସୀଙ୍କୁ ଚୁନରି ଅବଶ୍ୟ ଚଢ଼ାନ୍ତୁ। ପ୍ରାୟତଃ ସମସ୍ତଙ୍କ ଅଜାଣତରେ ଅନେକ ଭୁଲ କରିଦେଇଥାନ୍ତି। ତୁଳସୀ ମାଙ୍କୁ ପୂଜା ତ କରିଥାନ୍ତି କିନ୍ତୁ ଓଢ଼ଣି ଦେଇନଥାନ୍ତି। ଏହି କାରଣରୁ ଏମାନଙ୍କୁ ଫଳ ପ୍ରାପ୍ତି ହୋଇନଥାଏ। ବନ୍ଧୁମାନେ, ଯେଉଁ ଲୋକମାନେ ତୁଳସୀଙ୍କର ବିବାହ କରିନଥାନ୍ତି ସେମାନଙ୍କ ଜୀବନକୁ କେବେ ବି କଷ୍ଟ ଆସିନଥାଏ। ଶାଳଗ୍ରାମ ଏବଂ ତୁଳସୀ ବିବାହ କରାଇବା ଫଳରେ କଳହ, ପାପ, ଦୁଃଖ ଏବଂ ରୋଗ ଦୂର ହୋଇଥାଏ। ବନ୍ଧୁମାନେ, ଯଦି ଆପଣ ପଣ୍ଡୁ ପୂର୍ଣ୍ଣିମା ଦିନ ଜଳରେ କିଛି ଟୋପା କ୍ଷୀର ମିଶାଇ ମା ତୁଳସୀକୁ ଅର୍ପଣ କରିବେ ତ ଏଥିଦ୍ୱାରା ଭଗବାନ ବିଷ୍ଣୁଙ୍କର କୃପା ମଧ୍ୟ ମିଳିଥାଏ। କ'ଣ ପାଇଁ ନା ତୁଳସୀଙ୍କୁ ବିଷ୍ଣୁ ପ୍ରିୟା ମାନାଯାଏ। ସେଥିପାଇଁ ତୁଳସୀରେ କ୍ଷୀର ଚଢ଼ାଇବାର ମାନେ ହେଲା ଭଗବାନ ବିଷ୍ଣୁଙ୍କୁ କ୍ଷୀର ଅର୍ପଣ କରିବା। ଏହି ଉପାୟ ଦ୍ୱାରା ଘରେ ସୁଖ, ସମୃଦ୍ଧି ଆଉ ଧନର ଲାଭ ହୋଇଥାଏ। କେବଳ ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ନାହିଁ, ବରଂ ଏହି ଉପାୟକୁ ଗୁରୁବାର ଦିନ କରିବା ଦ୍ୱାରା ଜାତକରେ ବୃହସ୍ପତି ଗ୍ରହ ମଜବୁତ ହୋଇଥାନ୍ତି ଆଉ ଘରର ସବୁ କଳହ ଦୂର ହୋଇଯାଇଥାଏ। ଏବେ ମୁଁ ଆପଣଙ୍କୁ ଆଉ ଗୋଟିଏ ଉପାୟ କହିବି, ଯାହାକୁ କରି ଆପଣ ନିଜର ସବୁ ସମସ୍ୟାକୁ ଦୂର କରିପାରିବେ। ଏହି ଉପାୟକୁ ଆପଣ ଏହି ପଣ୍ଡୁ ପୂର୍ଣ୍ଣିମା ଦିନ କରିପାରିବେ, ନହେଲେ ଯେଉଁ ବି ବୁଧବାର ଦିନ କରିପାରିବେ। ଭଲ ଦିନରେ କରାଯାଇଥିବା ଏହି ମହା ଉପାୟ ଆପଣଙ୍କ ଘର ଧନ ଧାନ୍ୟରେ ଭରିଦେବ। ପ୍ରଥମେ ଆପଣ ସକାଳୁ ଉଠି ସ୍ନାନ ଆଦି କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ତୁଳସୀ ଗଛ ମୂଳରେ ଗୋଟିଏ ନାଲି ରଙ୍ଗର ସୂତା ବାନ୍ଧି ଦେବାକୁ ପଡ଼ିବ। ତାପରେ ଆପଣଙ୍କୁ ଗୋଟେ ମାଟି ହାଣ୍ଡି ଆଣିବାର ଅଛି। ସେଥିରେ ଆପଣଙ୍କୁ ଚାଉଳ ଭରିକି ରଖିବାର ଅଛି। ଚାଉଳ ଉପରେ ଆପଣଙ୍କୁ ସିନ୍ଦୁର, ଗୋଟେ ଟଙ୍କାର କଏନ୍ ଆଉ 3ଟି ତୁଳସୀ ପତ୍ର ପକେଇ ଦେବେ ସେହି ମାଟି ହାଣ୍ଡିରେ। ତାପରେ ଆଉ ଗୋଟିଏ ଚୁନରି ଘୋଡ଼େଇ ଦେବେ। ଏହି ସବୁ ଜିନିଷକୁ ନେଇ ଆପଣ ମା ଲକ୍ଷ୍ମୀଙ୍କ ପାଖକୁ ଯିବେ ଆଉ ନିବେଦନ କରିବେ, ହେ ମା ଲକ୍ଷ୍ମୀ, ମୋ ଜୀବନରେ ଧନର କମିକୁ ଦୂର କରନ୍ତୁ। ଆପଣଙ୍କର ଆଶୀର୍ବାଦ ମୋ ଉପରେ ଥାଉ। ମୋ ପରିବାର ଉପରେ ସର୍ବଦା ବନି ରଖନ୍ତୁ। ବନ୍ଧୁମାନେ, କୁହାଯାଏ କି ମା ଲକ୍ଷ୍ମୀ ହିଁ ତୁଳସୀର ଦ୍ୱିତୀୟ ରୂପ ଅଟନ୍ତି। ଯଦି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଦେଲେ ବା ଆପଣଙ୍କର ଜୀବନରେ କେବେ ବି ଟଙ୍କାର ଅଭାବ ରହିନଥାଏ। ଏହି ଉପାୟକୁ ଆପଣ ପୂର୍ଣ୍ଣିମା ଦିନ ଅବଶ୍ୟ କରନ୍ତୁ। ତ ବନ୍ଧୁମାନେ, ତୁଳସୀର ମହତ୍ତ୍ୱ ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ, କିନ୍ତୁ ଅନେକ ଲୋକ ଘରେ ତୁଳସୀ ଗଛକୁ ରଖି କିଛି ଭୁଲ କରିଦିଅନ୍ତି, ଯାହାଦ୍ୱାରା କି ସେମାନଙ୍କୁ ପୂଜାର ଫଳ ମିଳିପାରିନଥାଏ। ଯଦି ଆପଣଙ୍କ ଘରେ ଗୋଟେରୁ ଅଧିକ ତୁଳସୀ ଗଛ ଅଛି, ଆପଣଙ୍କର ପଡ଼ୋଶୀଙ୍କୁ ଦେଇପାରିବେ। ଶାସ୍ତ୍ରରେ କୁହାଯାଇଛି, ଯଦି ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ହୁଏ ତ ତାହା ବହୁତ ଶୁଭ ହୋଇଥାଏ। ଏହା ସାକ୍ଷାତ୍ ମା ଲକ୍ଷ୍ମୀ ଆସିବାର ସଂକେତ ଅଟେ। ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ଖୁସି ଅଛନ୍ତି। ତୁଳସୀ ଗଛକୁ ବିଷମ ସଂଖ୍ୟାରେ ରଖିବା ଉଚିତ, ଯେମିତିକି 3, 5 ଏବଂ 7। ତୁଳସୀଙ୍କ ପାଖରେ କେବେ ବି ଶିବଲିଙ୍ଗ ରଖିବେ ନାହିଁ ଏବଂ ଗଣେଶଙ୍କ ପ୍ରତିମା ବି ରଖିବେ ନାହିଁ। ଏହା ବିନାଶର କାରଣ ହୋଇଥାଏ। ନିୟମିତ ତୁଳସୀର ଦୀପ ଲଗାଇଲେ ଅନେକ ପୁଣ୍ୟ ପ୍ରାପ୍ତ ହୋଇଥାଏ। ବନ୍ଧୁମାନେ, ଶାସ୍ତ୍ରରେ କୁହାଯାଇଅଛି କି ତୁଳସୀଙ୍କର ଆଶୀର୍ବାଦ ସହିତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ଅବଶ୍ୟ ଲଗାନ୍ତୁ। ଏହାକୁ ସର୍ବଶ୍ରେଷ୍ଠ ଏବଂ ମଙ୍ଗଳକାରୀ ମାନାଯାଏ। ଏଥିରେ ମା ଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କର କୃପା ମଧ୍ୟ ମିଳିଥାଏ। ଯେଉଁ ଘରେ ତୁଳସୀ ପାଖରେ ଏହି ଜିନିଷ ରଖାଯାଇନଥାଏ ସେହି ଘରୁ ଲକ୍ଷ୍ମୀ କୋଷ ଦୂରରେ ରହିଥାନ୍ତି ଏବଂ ମା ତୁଳସୀ ବି କ୍ରୋଧିତ ହୋଇଥାନ୍ତି। ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ମିଳିବ ନାହିଁ। ତୁଳସୀ ଗଛ ପାଖରେ ଶାଳଗ୍ରାମ ଅବଶ୍ୟ ରଖନ୍ତୁ, ନଚେତ୍ ଖରାପ ସମୟ ଆପଣଙ୍କୁ ଘେରିଦେବ। ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କର ନିରାକାର ରୂପ ମାନାଯାଇଥାଏ। ଯେଉଁ ଘରେ ତୁଳସୀ ପାଖରେ ଶାଳଗ୍ରାମକୁ ରଖାଯାଇଥାଏ ସେଥିରେ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର କୃପା ମଧ୍ୟ ପ୍ରାପ୍ତ ହୋଇଥାଏ। ତ ବନ୍ଧୁମାନେ, ତୁଳସୀ ପୂଜାରେ ଏହିସବୁ ନିୟମକୁ ମାନନ୍ତୁ।
ତା ସହିତ ଏହି ପଣ୍ଡୁ ପୂର୍ଣ୍ଣିମା ଦିନ ଏହି ଉପାୟକୁ କରି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ତ ବନ୍ଧୁମାନେ, ଆପଣମାନଙ୍କୁ ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।